ଭୁବନ କହୁଛି। ନମସ୍କାର, ମୋ ନିଜର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଏଇ ଏବେ ଅଳ୍ପ ଦିନ ତଳେ ଇଣ୍ଟରେଷ୍ଟିଂ ଇଲେକ୍ସନ ରାଉଣ୍ଡ ଅଫ୍ ଇଲେକ୍ସନ ସରିଲା। ପଶ୍ଚିମବାংলা, ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଆମର ପ୍ରବଳ ଇଣ୍ଟରେଷ୍ଟ ଥିଲା। ଯାଉ ଏବେ ରେଜଲ୍ଟ ବାହାରି ଯାଇଛି, ନୂଆ ସରକାର ଆସିଯାଇଛି ସବୁ ଜାଗାରେ, ସବୁ ରାଜ୍ୟରେ। କିଛି ଲୋକ ପ୍ରବଳ ଖୁସି, କିଛି ଲୋକ ଦୁଃଖୀ ହେବାରି କଥା, ତାର ଭିତରେ ମୁଁ ଯାଉନି। କିନ୍ତୁ ମୁଁ ଭାବୁଛି ଏଇ ଇଲେକ୍ସନ ଯେ ହେଲା ତାର ଭିତରେ ଗୋଟେ ଇମ୍ପୋର୍ଟାଣ୍ଟ ଏଲିମେଣ୍ଟ ପଏଣ୍ଟ ଆମେ ଜେନେରାଲି ସମସ୍ତେ ମିସ୍ କରି ଯାଇଛୁ। সেটা হচ্ছে এই ইলেকশনরে କିଛି ରୁଲିଂ ପାର୍ଟି ପରାଜିତ ହେଇଛନ୍ତି। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟା ହେଇଛି, ସେଇଟା ହଉଛି ଉତ୍ତରାଧିକାରୀ ପଲିଟିକାଲ ସକ୍ସେସର ସେମାନେ ବି ପରାଜିତ ହେଇଛନ୍ତି। ମାନେ এটা কোন ଆପଣ ମାର୍କ କରିଛନ୍ତି, ନଜର କରିଛନ୍ତି? পশ্চিমবঙ্গ, তামিলনাড়ু, আসাম, তো এই ট্রেন্ড ବିଷୟରେ ଆଜି କଥା ହେବି। ଏବଂ ମୋତେ ଆଉ ଗୋଟେ ମନେ ପଡିଗଲା ଗୋଟେ ସିମିଲାରିଟି, সেটা হচ্ছে উড়িষ্যা 2024 ইলেকশন। মনে থিব আপনার নবীন বাবু হিউজলি পপুলার কিন্তু হারিগলে। কোন পাই হারিলে আমি সমস্ত একমত, উত্তরাধিকারী প্রশ্নরে হারিলে। উত্তরাধিকারী তার কে? হি ইজ চোজেন সাকসেসর মিস্টার ভিকে পান্ডিয়া। ଲୋକମାନେ ପସନ୍ଦ କରିଲେନି, ଭୋଟ ଦେଲେ, ବିଜେଡି ଗଲା। এবং এথর এই ইলেকশন, এই যে কারেন্ট রাউন্ড অফ ইলেকশন পশ্চিমবাংলা, তামিলনাড়ু, আসাম, উত্তরাধিকারী ବହୁତ ବଡ ଗୋଟେ ରୋଲ ପ୍ଲେ କରିଛି ଏବଂ ରୁଲିଂ ପାର୍ଟିକୁ ବହୁତ ଡ୍ୟାମେଜ କରିଛି। ତ ଆଜି এই অধ্যাୟରେ সেই বিষୟରେ কথা ହେବି এবং প্রশ্ন উঠেইবি, সেটা হচ্ছে খালি উত্তরাধিকারী হেলে কোন যথেষ্ট? পান্ডিয়ান এবং অভিষেক ব্যানার্জির পরাজয় কোন বুঝায়? ଆସୁଛି ସେଇ ବିଷୟ। ସିମିଲାରିଟି ବି ଓଡିଶା ମତେ ଲାଗୁଛି ବହୁତ। ମାନେ 2024 ମୁଁ କହିଲି, ଆପଣ ମାନେ ସମସ୍ତର ମନେ ଥିବ, ପାଣ୍ଡିଆନ ବାବୁ ପୁରା ବୁଲିଲେ, ହେଲିକପ୍ଟରରେ ବୁଲିଲେ, ଗାଡିରେ ବୁଲିଲେ, ମାନେ ସବୁ ଜାଗାରେ ଖାଲି ଜଣେ ମିଷ୍ଟର ପାଣ୍ଡିଆନ। ନବୀନ ବାବୁ ଇଣ୍ଡିକେସନ ଦେଲେ, ହିଣ୍ଟ ଦେଲେ ଯେ ପାଣ୍ଡିଆନ ବାବୁ ହେଉଛି ଆମର ମୋର ଉତ୍ତରାଧିକାରୀ ସକ୍ସେସର। ତାରপরে ফল কোন ହେଲା আপনার জনা আছে। তো ଏବେ ଆପଣ ନଜର କରନ୍ତୁ ଯେ ପଶ୍ଚିମବାংলা, କେରଳ, ତାମିଲନାଡୁ ଏବଂ ଆସାମରେ ହେଲା ପଶ୍ଚିମବାংলা ଆମର ଓଡ଼ିଶାର ପଡ଼ିଶା ରାଜ୍ୟ, ଭେରି ମାନେ ମମତା ବାନାର୍ଜୀ ଏଥର ହାରିଗଲେ। তো ରେଜଲ୍ଟରୁ ଜଣା ପଡୁଛି, ମାନେ ତାର ସାଇଡରେ ଗୋଟେ ଅଛି ସେ ଯୋଉ ଇଲେକ୍ଟ୍ରାଲ ডিভিশন, SIR, 27 লক্ষ 27 লক্ষ ভোটার বাদ adjudicationରେ ପଳାଇଲା, সেই ସବୁ କାରଣ ଥାଇପାରେ ଏବଂ ବୋଧ ହୁଏ ଇଲେକ୍ସନ ରେଜଲ୍ଟରେ ତାର ଗୋଟେ ଇମ୍ପାକ୍ଟ ବି ପଡିଥିବ। କିନ୍ତୁ ଗୋଟେ ଜିନିଷ ନିଶ୍ଚିତ ଜଣା ପଡୁଛି, সেটা হচ্ছে যে মমতা ব্যানার্জি তৃণমূল কংগ্রেস সরকার বিরুদ্ধে ଗୋଟେ প্রবল অ্যান্টি ইনকম্বেন্সি ফ্যাক্টর ଥିଲା। ଲୋକର କ୍ରୋଧ ଥିଲା ଯେ ସରକାର ଠିକଠାକ ଚାଲୁନି। ସେ ଦାଦାଗିରି ହଉ, ଗୁଣ୍ଡାଗର୍ଦି ହଉ, ସିଣ୍ଡିକେଟ ମାନେ ପଇସା ଆଦାୟ, ଆମର ଓଡ଼ିଶାରେ ଚାଲୁଥିଲା କ'ଣ 10% ନା କ'ଣ, ସେ କଲିକତାରେ ସିଣ୍ଡିକେଟ ପଇସା ଆଦାୟ, ଯାହା ବି କରିବେ ପଇସା କମିଶନ ଦେବା ପଡିବ ରୁଲିଂ ପାର୍ଟି ଲୋକକୁ। তো ଲୋକର প্রবল মমতা ব্যানার্জি তৃণমূল কংগ্রেস সরকার বিরুদ্ধে ক্ରୋଧ ଥିଲା। কিন্তু তার আইসিং অন দা কেক, ইংরেজিরে ଗୋଟେ କଥା ଅଛି যে ସବୁ କିଛି ଥିବା ସତ୍ତ୍ୱେ ଆଡିସନାଲ ଫ୍ୟାକ୍ଟର এবং ବହୁତ ବଡ ଫ୍ୟାକ୍ଟର, সেটা হচ্ছে অভিষেক ব্যানার্জি, তার ଭାଇପୁଅ। ମାନେ ଏବେ ତ ମାନେ ପ୍ରବଳ ଚାଲିଛି ଭାଇପୁଅ ଅଭିଷେକ ବ୍ୟାନାର୍ଜୀ। ଅଭିଷେକ ବ୍ୟାନାର୍ଜୀକୁ ନେଇକରି ଲୋକ ଭିତରେ ପ୍ରବଳ ଆକ୍ରୋଶ ଥିଲା, କ୍ରୋଧ। ମାନେ অভিষেক ব্যানার্জি যেই জায়গাରେ রହୁଛନ୍ତି, হরিশ মুখার্জি রোড, সাউথ ক্যালকাটা, দক্ষিণ কলকাতা, ମୁଁ ସେଇ ଏରିଆରେ ବড় ହେଇଛି। ମୁଁ କଲିକତା ଛାଡିଛି ପ୍ରାୟ 30 ବର୍ଷ ହେଲା, କିନ୍ତୁ ସେଇ ଅଞ୍ଚଳ ହଉଛି ମୋର ନିଜର ନେବରହୁଡ। ମୁଁ ବଡ ହେଇଛି ସେଇଠି। ଆପଣ ବିଶ୍ୱାସ କରିବେ ଯେ ଅଭିଷେକ ବ୍ୟାନାର୍ଜୀ ଯେ ଆପାର୍ଟମେଣ୍ଟରେ ରହୁଥିଲେ, ମାନେ ରହୁଛନ୍ତି ଏବେ ବି, ମାନେ ବହୁତ ଏକ୍ସପେନ୍ସିଭ ଗୋଟେ ହାଇ ଏଣ୍ଡ ଆପାର୍ଟମେଣ୍ଟ, ସେଇ ହରିଶ ମୁଖାର୍ଜୀ ରୋଡ ତାର ଅଧା ରାସ୍ତା, ମାନେ ଆମର ନବୀନ ନିବାସ ସାମ୍ନାରେ ଯେମିତି ରାସ୍ତା ପୁରା ଦଖଲ ହେଇଯାଇଛି, ବ୍ୟାରିକେଡ, ପୁଲିସର ବ୍ୟାରିକେଡ, ସିକ୍ୟୁରିଟି, ସେମିତି ଗୋଟେ হরিশ মুখার্জি রোডের অধা বন্ধ। তাই পুলিশর ব্যারিকেড, কোন অভিষেক ব্যানার্জি জেড ক্যাটেগরি সিক্ୟୁରିଟି। এবং ଲୋକର ପ୍ରବଳ ଅସୁବିଧା ହଉଥିଲା। ସେଇ ହରିଶ ମୁଖାର୍ଜୀ ରୋଡରେ ବହୁତ ଗୁଡାଏ ବାସ୍ ରୁଟ୍ ଚାଲୁଥିଲା, ବାସ୍, ଲୋକମାନେ ଯିବା ଆସିବା କରିବେ ସେଇ ସବୁ ବାସରେ, ସେଇ ସବୁ ରୁଟ୍ ବନ୍ଦ।
ମାନେ କଣ ଅଭିଷେକ ବ୍ୟାନାର୍ଜୀ ରହୁଛନ୍ତି, କିନ୍ତୁ ମମତା ବ୍ୟାନାର୍ଜୀ ଭାଇ ପୁଅକୁ ତାର ଉତ୍ତରାଧିକାରୀ ବନେଇବେ। ରେଜଲ୍ଟ କଣ ହେଲା? ପୁରା ଟିଏମସି ତୃଣମୂଳ କଂଗ୍ରେସ ହାରିଲା। ମୁଁ କହୁନି ଯେ ଖାଲି ଏଟାই ଗୋଟେ ମାତ୍ର କାରଣ, ବଟ୍ ଅଭିଷେକ ବ୍ୟାନାର୍ଜୀ ଭାଇ ପୁଅ ଫ୍ୟାକ୍ଟର ୱାଜ ଦ ଆଇସିଂ ଅନ୍ ଦ କେକ୍। ମାନେ ମମତା ବ୍ୟାନାର୍ଜୀର ପରାଜୟ ପଛରେ ଗୋଟେ ବଡ କାରଣ, ଆପଣ ଯଦି 100 ମାର୍କସ ଦେବେ, ମୁଁ ତ କହିବି 50% ହଉଛି ଭାଇ ପୁଅ ଫ୍ୟାକ୍ଟର। ମାନେ ଲୋକର କ୍ରୋଧ ଯେ ନା এটা ଆଉ ଚାଲିବନି, ଏସବୁ ଏକ୍ସଟ୍ରା କନଷ୍ଟିଟ୍ୟୁସନାଲ ଘଟଣା ଚାଲିଛି, ଇଲିଗାଲ। ଓଡ଼ିଶାରେ ବି ଚାଲୁଥିଲା, ମାନେ ସେ ଯୋଉ ପାଣ୍ଡିଆନର ଚାଲୁଥିଲା ସେତେବେଳେ। তো পশ্চিমবাংলাରେ অভিষেক ব্যানার্জী উত্তরাধিকারী গলে, তামিলনাডুরে ବି ସେମ୍। ମାନେ ଏଥର ବିଜୟ ସେ ଯୋଉ ଫିଲ୍ମ ଆକ୍ଟର ଆସିଲେ ପୁରା ଜିତିକିରି ନେଇଗଲେ, ଅନପ୍ରେସିଡେଣ୍ଟେଡ। ମାନେ ଏମିତି ଘଟଣା, ମାନେ ନୂଆ ପାର୍ଟି ବର୍ଷେ 1.5 ବର୍ଷ ତଳେ ତିଆରି ହେଇଛି এবং তারপরে পুরা ক্ষমতা দখল। ମୋର ଧାରଣା ସେଇ 1982-83ରେ ଏନ୍ଟି ରାମାରାଓ ଆନ୍ଧ୍ରପ୍ରଦେଶରେ ହେଇଥିଲା, କେଜରିୱାଲର ବି ହେଇଥିଲା କିଛିଟା ଆଂଶିକ, କିନ୍ତୁ ପ୍ରଥମ ଇଲେକ୍ସନରେ କେଜରିୱାଲ ক্ষমতাକୁ ଆସିପାରୁନଥିଲା, ନେକ୍ସଟ ଇଲେକ୍ସନରେ ଆସିଥିଲେ, କିନ୍ତୁ ଜଲ୍ଦି ଆସିଥିଲେ, ବର୍ଷେ 2 ବର୍ଷ ଭିତରେ ଆସିଥିଲେ। ତ ତାମିଲନାଡୁର ବିଜୟର ଜୟ ଗୋଟେ ଅନପ୍ରେସିଡେଣ୍ଟ, କିନ୍ତୁ ତାର ସୁବିଧା ହେଇଛି କାହିଁକି ଆମର ଏମ୍.କେ. ଷ୍ଟାଲିନ ଯେ ମୁଖ୍ୟମନ୍ତ୍ରୀ ଡିଏମ୍କେ ର ନେତା, ତାର ପୁଅକୁ ସେ ଉତ୍ତରାଧିକାରୀ କରିବାକୁ ଚାହୁଁଥିଲେ। କେ ସେ? ଉଦୟନିଧି ଷ୍ଟାଲିନ। ଉଦୟନିଧି ଷ୍ଟାଲିନ ଆମର ଯେମିତି ପାଣ୍ଡିଆନ ଉପରେ ସବୁ ନବୀନ ବାବୁର ଫୋକସ, and he was being promoted, he was the number one among all other leaders. Udaynidhi Stalin was also the first among the equals in ডিএমকে পার্টিরে সিনিয়র মন্ত্রী সিনিয়র নেতা ସମସ୍ତେ ଥିଲେ। ଆମର ବିଜୁ ଜନତା ଦଳରେ ବି ଯେମିତି ଅଛନ୍ତି ସେମିତି ডিএমକେ ରେ ବି ଅଛନ୍ତି, କିନ୍ତୁ ଉଦୟନିଧି ଷ୍ଟାଲିନ ଆସିଲେ, ତାରପରେ ସାଙ୍ଗେ ସାଙ୍ଗେ କିଛି ଦିନ ଭିତରେ ଡେପୁଟି ଚିଫ ମିନିଷ୍ଟର ବି ହେଇଯାଇଛି, ଡେପୁଟି ଚିଫ ମିନିଷ୍ଟର। এবং এথর যদি ডিএমকে ইলেকশন জিতিଥାନ୍ତା, ବୋଧ হয় ଉଦୟନିଧି ଷ୍ଟାଲିନ କିଛି ଦିନ ଅଳ୍ପ ଦିନ ଭିତରେ ମୁଖ୍ୟମନ୍ତ୍ରୀ ବି ହେଇଯାଏ। ତାମିଲନାଡୁର ଲୋକମାନେ ଏଟାକୁ ପସନ୍ଦ କଲେ ନା, এটা ହେଇପାରିବନି। এটা କଣ? এটা ତ ଗୋଟେ ଅଗଣତାନ୍ତ୍ରିକ ପ୍ରୋସେସ ପଦ୍ଧତି, ଭୋଟ ଦେଲେ ডিএমকে বিরুদ্ধে। সুতরাং ডিএমকে পরাজয় পছরে মোর ধারণা ଗୋଟେ বড় ফ্যাক্টর হচ্ছে উত্তরাধিকারী ফ্যাক্টর পশ্চিমবাংলাରେ, তামিলনাডুরে এবং যেটা 2024ରେ উড়িষ্যাରେ ହେଇଛି। ଆପଣ ଯଦି ଏଇ ଥିଓରିଟାକୁ ଏକ୍ସଟେଣ୍ଡ କରିବେ, ଦେଖିବେ ଯେ ଆସାମରେ ବି ସେମିତି ଗୋଟେ ଏତେ ବଡ ମାତ୍ରାରେ ନୁହଁ କିନ୍ତୁ ହେଇଛି ଗୋଟେ ଇମ୍ପାକ୍ଟ ହଉଛି। হেমন্ত বিশ্ব শর্মা ভারতীয় জনতা পার্টির এগেন্স্ট মেন অপোনেন্ট কে গৌরব গগৈ কে সে ଏବେ ক্ষমতাରେ ନାହିଁ, ସେ ଜଣେ ଏମପି ଜୋରାଟରୁ ଜିତିଥିଲେ ଏଇ ଲାଷ୍ଟ ଇଲେକ୍ସନରେ, କିନ୍ତୁ ହି ଏସେନ୍ସିଆଲି ଇଜ ଅଲସୋ ଆ ପଲିଟିକାଲ ସକ୍ସେସର, ଉତ୍ତରାଧିକାରୀ। ତାର ବାପା ଥିଲେ ଆସାମର ମୁଖ୍ୟମନ୍ତ୍ରୀ তরুণ গগৈ, ବହୁତ ରେସପେକ୍ଟେଡ ନେତା, କିନ୍ତୁ ତାର ସେଇ ଲୋକାଲ ଷ୍ଟାଣ୍ଡ ଯେ ମୁଁ ହଉଛି তরুণ গগৈର ପରିବାରର ଲୋକ, ଉତ୍ତରାଧିକାରୀ, ମତେ ଭୋଟ ଦିଅ, ହେଲାନି। ଆସାମରେ ବି ତ ମୋର ଧାରଣା ଉତ୍ତରାଧିକାରୀ ଆଉ ଏବେ ଯଥେଷ୍ଟ ନୁହଁ ନିର୍ବାଚନ ଜିତିବା ପାଇଁ। ମାନେ ଦେଖନ୍ତୁ କେତେ ଗୁଡା ଘଟଣା ହେଲା, ମାନେ ତା ଛଡା ଆପଣ ବିଭିନ୍ନ ଜାଗାରେ বিভিন্ন রাজ্যরে সেম জিনিস আপন ଦେଖିପାରିବେ। ମହାରାଷ୍ଟ୍ରରେ ଉତ୍ତରାଧିକାରୀ ଉଦ୍ଧବ ଠାକରେ ଏବେ କଣ ମୁଖ୍ୟମନ୍ତ୍ରୀ ଅଛନ୍ତି? ନାଇଁ। ଉତ୍ତରପ୍ରଦେଶ ଅଖିଲେଶ ଯାଦବ ଉତ୍ତରାଧିକାରୀ, ମୁଲାୟମ ସିଂ ଯାଦବ ଆଉ ସେଇ ପରିବାର ମୁଖ୍ୟମନ୍ତ୍ରୀ ହେଇପାରୁଛନ୍ତି? ଜଣା ନାହିଁ ହେଇପାରିବେ କି ନାହିଁ ନେକ୍ସଟ ଇଲେକ୍ସନ। ତ ଏଇ ଉତ୍ତରାଧିକାରୀ ମୋର ଧାରଣା ଏବେ ଇନକ୍ରିଜିଂଲି ମତେ ଲାଗୁଛି ଯେ ଗୋଟେ ପଲିଟିକାଲ ଲାଇବିଲିଟି ହେଇଯାଉଛି, ଇଟ୍ ଇଜ ନୋ ମୋର ଆନ୍ ଆସେଟ୍। ଏବଂ এটা ଗୋଟେ ଭାରତବର୍ଷ ଭଳିଆ ଗୋଟେ ଗଣତାନ୍ତ୍ରିକ ଦେଶରେ ଆମେ କହୁଛୁ ଇଣ୍ଡିଆ ହଉଛି ମାଦାର ଅଫ ଡେମୋକ୍ରେସି, କିନ୍ତୁ ଅତ୍ୟନ୍ତ ଅଗଣତାନ୍ତ୍ରିକ এটা ଗୋଟେ ଜିନିଷ। ଏବଂ ଏଇ ଆମର ମାଦାର ଅଫ ଡେମୋକ୍ରେସି, ମୁଁ ତ ଇଦାନିଂ ରିସେଣ୍ଟଲି କିଛି 2-3ଟା ଅଲରେଡି ଭିଡିଓ କରିସାରିଛି, মেরা ଭାରତ ମହାନ। ତ ଏଇ মেরা ଭାରତ ମହାନରେ ଏତେ ଅଗଣତାନ୍ତ୍ରିକ ଜିନିଷ ଚାଲୁଛି, ମାନେ କଣ କହିବି। ଧରନ୍ତୁ ଆଜି ତ ଉତ୍ତରାଧିକାରୀ ନେଇକରି ଆମେ କଥା ହଉଛୁ, ମୁଁ ଦେଖୁଥିଲି ଭାରତବର୍ଷରେ ସେ ଯୋଉ ଡାଇନାଷ୍ଟିକ ପଲିଟିକ୍ସ, ପରିବାରବାଦ, ତା ডিগ্রি এক্সটেন্ড কেতে আপন শুনিলে পরে মানে জানিলে পরে আশ্চর্য হয়ে। ভারতবর্ষ এবং উড়িষ্যা পুরা
প্রবল মাত্রার ডাইনাস পরিবারবাদ। উড়িষ্যারে পরিবারবাদর এক্সটেন্ট পার্সেন্টেজ আপন জানিছেন? হ্যাঁ, উড়িষ্যারে ମୁଁ ଦେଖିଛି ଏବଂ ଏଇ ଡାଟା ମାନେ ଭେରି ଅଥେଣ୍ଟିକ ଡେଟା। ମୁଁ ଦେଖୁଥିଲି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ, ସେମାନେ ଏଇ ସବୁ ଡେଟା ଫେଟା ନେଇକିରି କାମ କରନ୍ତି। ଆପଣମାନେ ବି ଚାହିଁଲେ ସେଇ ଏଡିଆର ର ୱେବସାଇଟ ଗଲେ ଉପରେ ଦେଖିପାରିବେ। উড়িষ্যারে আপন যদি এমএলএ এমপি রাজ্যসভা লোকসভা অ্যাড করিবে টোটাল সংখ্যা হচ্ছে 178 178 এমএলএ এমপি রাজ্যসভা লোকসভা টোটাল ইলেক্টেড সিট 178। তার ভিতরে 34 মানে 19% 19% হচ্ছে পরিবারের লোক। পরিবারবাদ, দেয়ার ডাইনাস, কার বাপা কার পুଅ কার বউ পরিবার ভিতরেই। কিন্তু আমি কହୁଛୁ এটা আমার গণতান্ত্রিক দেশ। হ্যাঁ, এভরিবডি ইজ ইকুয়াল, জমা নୁହଁ। ভারতবর্ষরে আপন যদি সবু রাজ্যর এমএলএ এমপি, এমপি মানে রাজ্যসভা লোকসভা এবং কিছু কিছু রাজ্যের লেজিসলেটিভ কাউন্সিল বি ଅଛି এমএলসি, সে সবু যদি কাউন্ট করিবে তাহলে পুরা ভারতবর্ষরে টোটাল ইলেক্টেড রিপ্রেজেন্টেটিভর সংখ্যা 5203 5203। তার ভিতরে 21% মানে 1106 1106 21% হচ্ছে পরিবারর লোক ডাইনাস। লোকসভারে ডাইনাস পরিবারর লোকর সংখ্যা হচ্ছে পার্সেন্টেজ হচ্ছে 31% 31%। সবু রাজ্যর অ্যাসেম্বলি মিশেলে পড়ে তার সংখ্যা পার্সেন্টেজ হচ্ছে 20%। ଆଉ ଆପଣ ଯଦି ରାଜ୍ୟସଭା ଧରିବେ ଡାଇନାସ୍ ପଲିଟିକାଲ ଡାଇନାସ୍ର ପାର୍ସେଣ୍ଟେଜ ହେଉଛି 21%। এবং এটা কোন ଆମେ କହିବୁ ଯେ ଏଇଟା ଖାଲି କଂଗ୍ରେସ, କାରଣ ବିଜେପି ବାଲା କହନ୍ତି ଯେ କଂଗ୍ରେସ ହେଉଛି ଡାଇନାସ୍ର ଗୋଟେ ପଲିଟିକାଲ ପାର୍ଟି, ପାରିବାରିକ ପାର୍ଟି। ସବୁ ପାର୍ଟିରେ ଡାଇନାସ୍ ଅଛନ୍ତି। କଂଗ୍ରେସରେ হ্যাঁ ଟିକେ ଅଧିକା, সেই অর্থে বিজেপি ঠিক করছে। কংগ্রেসরে সবু এমএলএ এমপি এমএলসি মিশেলে পড়ে 32% বর্তমানে যে মানে ইলেক্টেড রিপ্রেজেন্টেটিভ অଛନ୍ତି 32%, 32% হଉଛି ପରିବାରର ଲୋକ। কোন ଗୋଟେ ପରିବାର ବାପା ମା ପୁଅ ଝିଅ ବୋହୁ ଗୋଟେ ପରିବାର ପାଇଁ ସେମାନେ ଇଲେକ୍ଟେଡ ହେଇଛି। ବିଜେପିରେ ବି ପ୍ରବଳ ଡାଇନାସ୍ 17%, 17%। କଂଗ୍ରେସ ଅପେକ୍ଷା କମ କିନ୍ତୁ ଅଛି ପରିବାରବାଦ। এবং ଆପଣ তাহলে করবে তাহলে পার্টি ছাড়ନ୍ତୁ, ইন্ডিপেন্ডেন্ট মানে নির্দলীয় ହେବ। ନିର୍ଦଳୀୟ ଭିତରେ ଇଣ୍ଡିପେଣ୍ଡେଣ୍ଟ ଭିତରେ ବି ପ୍ରବଳ ପରିବାରବାଦ। ଆପଣଙ୍କୁ କାହାର ନା କାହାର ପୁଅ ଝିଅ ହେବା ପଡିବ ଇଲେକ୍ସନ ଜିତିବା ପାଇଁ। ପଇସା ନା ହେଲେ ପଡେ ଆପଣ ଇଲେକ୍ସନ ଲଢି ପାରିବେନି। ଆପଣର ଇନଫ୍ଲୁଏନ୍ସ ଦରକାର। 24% মানে টোটাল ইন্ডিপেন্ডেন্ট সংখ্যা হচ্ছে 94 94 বর্তমান সারা ভারতবর্ষরে ইলেক্টেড রিপ্রেজেন্টেটিভ ভিতরে। তার ভিতরে 23 মানে ইজ ইকুয়াল টু 24% হচ্ছে পলিটিক্যাল ডাইনাস্টি। তো এটা হচ্ছে আমার মাদার অফ ডেমোক্রেসির অবস্থা। মানে এটা সবু পার্টি সবু মানে ইভেন জেন্ডার ওমেন মেন ମୁଁ ଦେଖୁଥିଲି ସ୍ତ୍ରୀ ଲୋକ ଭିତରେ ପରିବାରବାଦ ଅଧିକା। କାହିଁକି ସ୍ତ୍ରୀ ଲୋକକୁ ମାନେ ଆମେ କହୁଛୁ ୱିମେନ୍ ଏମ୍ପାୱାରମେଣ୍ଟ, ସଶକ୍ତିକରଣ, ମହିଳା ସଶକ୍ତିକରଣ। ସତ୍ୟରେ କଣ ସଶକ୍ତିକରଣ ହଉଛି ନା? ମୋଷ୍ଟ ଅଫ ଦ କେସେସ୍ ହଜବେଣ୍ଡ ମାନେ ଏମାନଙ୍କୁ ପଠାଉଛନ୍ତି ଇଲେକ୍ସନ କରିକି, ମାନେ ସିଟ୍ হয়তো রিজার্ভ কি কিছু ଗୋଟେ ହେଇଥିବ। ইলেক্টেড এমএলএ এমপি এমএলসির মধ্যে ভিতরে স্ত্রী লোক ওমেন 47% হଉଛନ୍ତି ডাইନାস্ট, ଆଉ ମେନ୍ ହଉଛନ୍ତି 18%। তো গণতান্ত্রিক দেশ, ଏହା ହଉଛି ଗଣତନ୍ତ୍ରର ଅବସ୍ଥା। ଏବଂ ପ୍ରତି ଇଲେକ୍ସନ ଏଇ ରାଜ୍ୟ ସେ ରାଜ୍ୟ ଆପଣ ଦେଖିବେ ମାନେ ଯେଉଁମାନେ ନେତା ଯେଉଁମାନେ କ୍ଷମତାରେ ଅଛନ୍ତି କି କ୍ଷମତା ଦଖଲ କରିବାକୁ ଚାହୁଁଛନ୍ତି ସେମାନେ ନିଜ ନିଜର ଅଗଣତାନ୍ତ୍ରିକ ପଦ୍ଧତିରେ ନିଜର ଉତ୍ତରସୂରୀ ଲୋକମାନେ ଉପରେ ମାନେ ଫୋର୍ସ କରିବାକୁ ଚାହୁଁଛନ୍ତି। ମାନେ ପୁରା ପ୍ୟାରାଡ। ଆମର ଓଡ଼ିଶାରେ ଯେମିତି ହେଇଥିଲା, ପାଣ୍ଡିଆନ ବାବୁ ଆସିଲେ ଆଇଏସ୍ ଥିଲେ, ସଡେନଲି ପଲିଟିକ୍ସକୁ ପଳାଇ ଆସିଲେ, ସବୁଠୁ ବଡ ନେତା ହେଇଗଲେ। ସବୁ ମିଟିଂରେ ଖାଲି ସେଇ ଏକୁଟିଆ ଭାଷଣ ଦେଲେ। ସବୁ ବଡ ବଡ ନେତା ମନ୍ତ୍ରୀ ତଳେ। এটা হচ্ছে মেরা ভারত মহানর ଆଉ ଗୋଟେ ଉଦାହରଣ। ମାନେ মেরা ভারত সত্যরে মহান, মাদার অফ ডেমোক্রেসি মানে সিটাডেল অফ গণতন্ত্র ডেমোক্রেসি। কিন্তু ডেমোক্রেসির হাল ইয়া না। কিন্তু ଗୋଟେ ସିଲଭର ଲାଇନିଂ ଅଛି। ସିଲଭର ଲାଇନିଂ ଇୟା ଯେ ଏଥର 2024ରେ ପାଣ୍ଡିଆନ ବାବୁ ପରାଜିତ ହେଇଥିଲେ, ମାନେ ହେଇପାରିନଥିଲେ। ସେ ନିଜେ ଇଲେକ୍ସନ ଲଢୁ ନଥିଲେ, କିନ୍ତୁ ବିଜେଡି ନବୀନ ପଟ୍ଟନାୟକ ୱାଜ ନଟ୍ ସକ୍ସେସଫୁଲ।
ଲୋକମାନେ କହିଥିଲେ ନା এটা ହେଇପାରିବନି, দিস ইজ আনডেমোক্রেটিক, দিস ইজ নট ওয়েলକম। এবং এথର ପଶ୍ଚିମବାংଲା, ତାମିଲନାଡୁ ଏବଂ ଆସାମରେ ବି ଉତ୍ତରସୂରୀମାନେ ଲୋକ ଦ୍ୱାରା ରିଜେକ୍ଟେଡ୍ ହେଇଛନ୍ତି। ସୋ ଦ୍ୟାଟ୍ସ ଆ ସିଲଭର ଲାଇନ୍। ମାନେ ମୁଁ ଜାଣିନି ନୂଆ ସରକାର ଏଇ ରାଜ୍ୟରେ କ'ଣ କରିବ, କେମିତି କରିବେ ମୋର ଜଣା ନାହିଁ, କିନ୍ତୁ ଆଟଲିଷ୍ଟ ଦିସ୍ ୱାଜ୍ ଆ ସିଲଭର ଲାଇନ୍। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏଇ ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, କମେଣ୍ଟ ସେକ୍ସନରେ କମେଣ୍ଟସ୍ ଆଉ ସଜେସନ୍ସ ଦିଅନ୍ତୁ। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।